Hi, I'm going to Srinagar from Katra by from rented vehicle. चलो ବର୍ତ୍ତମାନ ଆମେ କଟରାରୁ ଶ୍ରୀନଗର ଅଭିମୁଖୀ ଯାତ୍ରା ଆରମ୍ଭ। ଗାଡ଼ି ଆମର ବୁକିଂ କରାହେଇଛି, ରେଟ୍ ଫେଟ୍ ସବୁ ଫାଇନାଲ୍ ହେଇଯାଇଛି, ଏକରେ ରୁମ୍ ବି ବୁକିଂ ହେଇଯାଇଛି। ଆମେ ଆଉ 4ରୁ 5 ଘଣ୍ଟା ଭିତରେ କାଶ୍ମୀରରେ ପହଞ୍ଚିବୁ। ଲଗେଜ୍ ଧରି ବାହାରିଲୁ। ଏଠି ବର୍ତ୍ତମାନ ଆମର ଏକରେ ପିଲା ଏକ୍ସଟ୍ରା ଦେଖନ୍ତୁ, ଏକରେ ସେଲ୍ଫି ନେବାରେ ବ୍ୟସ୍ତ ଅଛନ୍ତି। ଇଏ ହେଉଛନ୍ତି ଆମର 3 ଡନ୍ ଏବଂ ଛାଡ଼ିକି କଟରାରୁ ଆମେ ବାହାରିଲୁ। ବର୍ତ୍ତମାନ ଆମ ଗାଡ଼ି ବୁକିଂ ହେଇଛି, ଗାଡ଼ି ବାହାରେ ଏଇଠି ଅଛି ଆମର। ବହୁତ ସୁନ୍ଦର ଜାଗା ଚାରିଆଡ଼େ କରାହେଉଛି, ସବୁ ଲଗେଜ୍ ଧରି ବାହାରିଲୁ ଗାଡ଼ିରେ ବସିକି। ନାରଦ ବାବା ଆମର ଚଲେଇଛନ୍ତି ରୋଲ୍। ଅଙ୍କଲ ଆମର ଗାଡ଼ି ଚଲେଇବାରେ ବ୍ୟସ୍ତ। ବହୁତ ସୁନ୍ଦର ଜାଗା ଏରା ସବୁ, ସାଇଡରେ ଖାଲି ପାହାଡ଼ମୟ। ଆଗକୁ ଆହୁରି ବହୁତ ଜାଗା ଅଛି, ଖାଲି ବରଫ ହେଇଥିବ। ପାହାଡ଼ରେ ଏରା ସବୁ ତିଆରି ହେଇଛି କାଟିକି। ଆଖି ପାଉନି ତଳକୁ, ଏତେ ହାଇଟ୍ ପାହାଡ଼ ଯେ। ଗାଡ଼ି ଚାଲିଛି ଆମର। ଅଙ୍କଲ ତ ପୁରା ରଡ଼ ଆଉ। ଅଙ୍କଲ ଆମକୁ କହିଛନ୍ତି ଦେବେ ବୋଲି, ମୁର୍ଗୀ ମାଂସ ଦେବେ। ଆସିଗଲା। ବହୁତ ସୁନ୍ଦର ଜାଗା ଚାରିଆଡ଼େ। ଏଇଟା ଟର୍ନେଲ ଆସିଗଲା ବର୍ତ୍ତମାନ, ଗୋଟେ ବଡ଼ ଟର୍ନେଲ। ଏ ଟର୍ନେଲ କ୍ରସ୍ କରୁ କରୁ ଆମେ ବରଫକୁ ଭେଟିବା ବର୍ତ୍ତମାନ ଆଗରେ। କେତେ ସୁନ୍ଦର ପାହାଡ଼ ଭିତରେ କଟା ହେଇକି କରାହେଇଛି। ଆସିଗଲେ ଟର୍ନେଲ ବାହାରକୁ ବର୍ତ୍ତମାନ ପଳେଇ ଆସିଲୁ ଆମେ। ଆଉ ଅଳ୍ପ କିଛି ବାଟ ଗଲେ ଆମେ ବରଫ ଦେଖିପାରିବା। ସନ୍ଧ୍ୟା ଟାଇମ୍ ହେଇ ଆସିଲାଣି ବର୍ତ୍ତମାନ। ସବୁ ପାହାଡ଼ ଉପରେ ଏରା ସବୁ ଘର ହେଇଛି, ସବୁ ଷ୍ଟେପ୍ ହେଇକି ଘର ହେଇଛି। ତଳେ ଯୋଉ ପାଣି ଦେଖାଯାଉଛି ଏରା ସବୁ ବରଫ ପାଣି। ବରଫରୁ ଯୋଉ ପାଣି ଗୁରା ସବୁ ଆସୁଛି ସେଇ ବାଟେ। ଗୀତ ବାଜୁଛି, ଚାଲୁଛୁ ତ ଆମେ ଆଉ। ଏନ୍ଜୟ କରାହବ ଆଜି ଆଉ କାଶ୍ମୀରରେ ଆଉ। ଥଣ୍ଡା ଧୀରେ ଧୀରେ ଅଧିକ ହବାରେ ଲାଗିଛି, କିନ୍ତୁ ଗାଡ଼ି ଭିତରେ ତ ହିଟର ଲାଗିଛି, ଟିକେ କମ୍ ଲାଗୁଛି ଶୀତ ଭିତରେ। ଏଠିକାର ଡ୍ରାଇଭର ମାନେ ସବୁ ରିକ୍ସରେ ଗାଡ଼ି ଚଲାନ୍ତି, କେତେବେଳେ କ'ଣ ହବ ଠିକ୍ ଠିକଣା ନାହିଁ। ଗୋଟେ ପଥର ପଡ଼ିଲା ମାନେ ଗାଡ଼ି କୁଚ ହେଇଯିବ ଏକାଥରେ। ଡ୍ରାଇଭର ମାନଙ୍କୁ ଧନ୍ୟବାଦ ଦେବା କଥା। ଦେଖନ୍ତୁ ପାହାଡ଼ କେମିତି କାଟିକି ରାସ୍ତା କରାହେଇଛି।
ସୁନ୍ଦର ପରିବେଶ। এই ସାଇଡରେ ସବୁ ଏରା ଆମର ଡ୍ରାଏ ଫ୍ରୁଟ୍ସ ଦୋକାନ ସବୁ ବହୁତ ଶସ୍ତାରେ ମିଳେ ଏଠି। ଆଗକୁ ଆମର ମାର୍କେଟିଂ କରିବାର ଅଛି। ନେକ୍ସଟ ଭିଡ଼ିଓରେ ଆପଣଙ୍କୁ ଦେଖେଇବୁ ମାର୍କେଟିଂ ଭିଡ଼ିଓଟା। ଏଇଟା ବର୍ତ୍ତମାନ ଆମର ବନିହାଲ ଷ୍ଟେସନ ଯେଉଁ ଅଛି କାଶ୍ମୀରରେ ଯାଇକି ପହଞ୍ଚିବ ଡାଇରେକ୍ଟ। ଏଇଟା ବର୍ତ୍ତମାନ ବନିହାଲ ଷ୍ଟେସନ। ଏଇଠୁ ମାତ୍ର 30-40 କିଲୋମିଟର କାଶ୍ମୀର ଶ୍ରୀନଗର। ଶ୍ରୀନଗରରେ ଆମର ରହିବାର ପ୍ରୋଗ୍ରାମ ଅଛି। ରୁମ୍ ଫୁମ୍ ସବୁ ବୁକିଂ ହେଇସାରିଛି। ଆସିଗଲେ ଆମକୁ ବର୍ତ୍ତମାନ ଅଳ୍ପ ଅଳ୍ପ ବରଫ ଦେଖାଗଲା। ଆଗକୁ ବହୁତ ଦେଖାଯିବ, ରୋଡ ସାଇଡରେ ବି ଦେଖାଯିବ। ଯେହେତୁ ଶୀତ ଦିନେ ଆସିଛୁ, -16 ଡିଗ୍ରୀ ଅଛି ତାପମାତ୍ରା ଶ୍ରୀନଗରରେ। ଏଇଟା ୱେଲକମ୍ କଲେ ଆମକୁ ଆଉ ଗୋଟେ ଟନେଲ। ଏ ଟନେଲର ଏଣ୍ଡିଂ ପରେ ଆମକୁ ବରଫ ଜଣା ପଡ଼ିଯିବ। ଆପଣ ଦେଖିପାରିବେ ବରଫ ଆରମ୍ଭ ହେଇଗଲା ବର୍ତ୍ତମାନ। ଟନେଲର ଏଣ୍ଡିଂ ପରେ କି ଏନ୍ଜୟ। ପିଲାମାନଙ୍କ ଭିତରେ ବର୍ତ୍ତମାନ ଏନ୍ଜୟର ମାନେ କଳହଟା ସୃଷ୍ଟି ହେଲା, ଆରମ୍ଭ ହେଲା, ଷ୍ଟାର୍ଟ। ବହୁତ ସୁନ୍ଦର। ହ୍ୱାଟ ଏ ସିନ୍। ଆମେ ପୂର୍ବରୁ ବି କାଶ୍ମୀର ଆସିଥିଲୁ, ଏଇଭଳିଆ ସିନ୍ ରୋଡରେ ଆମେ ଦେଖିନଥିଲୁ। ଏବେ କିନ୍ତୁ ଦେଖିପାରୁଛୁ ଚାରିଆଡେ ବରଫ, ଚାରିଆଡେ ବରଫ। ବହୁତ ବଢିଆ ଲାଗୁଛି। ଆପଣ ଯେତେବେଳେ ବି ଆସିବା ପାଇଁ ଚାହିଁବେ ଦୟାକରି ପାଣିର ବ୍ୟବସ୍ଥା କରି ଆସିବେ, ଖାଇବାର ବ୍ୟବସ୍ଥା କରିବେ। ନହେଲେ ପାଣି ଆଉ ଖାଇବା ଲାଗି ବହୁତ ହଇରାଣ ହେବେ ଆପଣ। ଏଠି ଟ୍ରେନ ଲାଇନ, ଏଠି ବନିହାଲର ଯୋଉ ଟ୍ରେନ ଲାଇନଟା, ଏ ଟ୍ରେନ ଲାଇନ ରାସ୍ତା ଏଇଟା। ଏରା ସବୁ କ୍ଷେତ ହଉଛି, ବରଫ ଫୁଲ ହେଇଯାଇଛି। ଏଇ ଯୋଉ ଜାଗାରେ ଆମେ ଦେଖୁଛେ ବର୍ତ୍ତମାନ, ଏରା ସବୁ କ୍ଷେତ ହଉଛି। ଏଇମାନଙ୍କରେ ଚାଷ କରାଯାଉଛି। ବହୁତ ସୁନ୍ଦର। ଘର ଉପରେ ବି ବରଫ ପଡିଛି। ମିନି ସୁଇଜରଲ୍ୟାଣ୍ଡ ପରି ଲାଗୁଛି। ଟିଭିରେ ତ ଦେଖୁ ଆମେ ପ୍ରାୟ, ଆଜି ରିଅଲରେ ଆଉ ଥରେ ଦେଖୁଛୁ। ସେକେଣ୍ଡ ଟାଇମ ହେଇଗଲା କାଶ୍ମୀର। ପିଲାଙ୍କ ମନ ଭିତରେ ତ ଖାଲି କୁତୁ କୁତୁ ଆଉ। ପିଲା ଦେଖୁଛ, ଦେଖି ଚାଲ ସବୁ। ଆଉ ଅଳ୍ପ ବାଟ ରହିଗଲା ଆମର ଶ୍ରୀନଗର। ରୁମ୍ରେ ପହଞ୍ଚିକି ଆଗ ରୋଷେଇ ଫୋଷେଇ କରି ଆଗ ଖାଦ୍ୟପାନ ଗ୍ରହଣ କଲେ ଆଉ ଟିକେ ମନ ଶାନ୍ତି ହେବ। ତା ପରଦିନ ସକାଳୁ ବାହାରିବୁ ଆମେ। ଅଲଗା ପ୍ରୋଗ୍ରାମ ଅଛି, ଲୋକାଲ ମାର୍କେଟ ଆମେ ଯିବାର ଅଛି ପ୍ରୋଗ୍ରାମ। ଆଗକୁ ଆମେ ସେ ଭିଡ଼ିଓ ଦେଖେଇବୁ ଆପଣମାନଙ୍କୁ। ବର୍ତ୍ତମାନ ଏଇଟା କଟରାରୁ ଶ୍ରୀନଗର ରାସ୍ତା। ଟ୍ରାଭେଲିଂ ବେଳେ ଏଇ ରାସ୍ତା ଅତିକ୍ରମ କରି ଆମେ ଯାଉଛେ। ଆଗକୁ ଏମିତି ବହୁତ ସୁନ୍ଦର ସୁନ୍ଦର ଭିଡ଼ିଓ ଆପଣମାନଙ୍କୁ ଆମେ ଦେଖେଇବାକୁ ଯାଉଛୁ। ସେଇଥିପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ ଆଣ୍ଡ ଲାଇକ୍ କରନ୍ତୁ। ଧନ୍ୟବାଦ।